କେରକ ତୋଳିଛି ଚଉରାରେ ଆସୁଛି ସନ ଶୋଇଛି ଆଉ ଗୁଡ ବିଡାକୁ ଗୁଇଠା ମାରୁଛି। କାଲି ଗାଧୁ ନଥିଲୁ ଆଜି ଗାଧେଇଛୁ? କେତେବେଳେ ଗାଧେଇଲୁ ଆଜି? ଗାଧେଇନୁ? ତ ହାଇ फ्रेंड्स वेलकम बैक टू चिन्मय कुमार ब्लॉग्स। तो फ्रेंड्स ଏବେ ଟାଇମ ହେଲା ଗୋଟେ। ଏଇ ଭିଡିଓଟା ଏଠି ଷ୍ଟାର୍ଟ କରୁଛି। ଆପଣ ମାନେ ତ ଦେଖିଥିଲେ କାଲିକା ବ୍ଲଗ ରେ କାଲି ଆମ ଘରେ କଣ କଣ ସବୁ ହେଇଥିଲା ଆଉ ଆଜି ଦେଖିବେ ଏଇ ବ୍ଲଗ ରେ ଆଜି ଘରେ କଣ କଣ ସବୁ ହଉଛି। ଠିକ ଅଛି। ଆଉ फ्रेंड ଦେଖନ୍ତୁ ଏଠି ସନ ଶୋଇଛି ଦେଖନ୍ତୁ କେରକ ତୋଳିଛି ଚଉରାରେ ଆସୁଛି ସନ ଶୋଇଛି ଆଉ ଗୁଡ ବିଡାକୁ ଗୁଇଠା ମାରୁଛି କେରକ ଦେଖନ୍ତୁ। ହଉ ଚାଲ ଦେଖିବା ଆଉ ଘରେ କଣ କଣ ସବୁ ହଉଛି। ଠିକ ଅଛି। ଆଉ ଦେଖନ୍ତୁ ହେଇ ସନୁ ଏଇ ବିଡାକୁ ଫାମ୍ପଡି ଦଉଛି ଦେଖନ୍ତୁ। ତା ମୁହଁ ବେଳେ ଦେଖନ୍ତୁ କେରକ ବଦମାସି କରୁଛି। ଏଇ ଦେଖନ୍ତୁ। ହଉ ଚାଲ ଦେଖିବା ଆଉ ଘରେ କଣ କଣ ସବୁ ହଉଛି। ଠିକ ଅଛି। ତ फ्रेंड्स ଦେଖିପାରୁଥିବା ଆଜି ଗୁରୁବାର ଏମିତି ପୂଜା ହେଇଛି ଦେଖନ୍ତୁ। ଆଉ କାଲି ତ ଦେଖିଥିଲେ ଆମ ଘରକୁ ବିଡା ଆସିଥିଲା ବିଲରୁ ଆଉ ସନୁ ପୁଣି ଆସିକି ଏଠି ଦେଖନ୍ତୁ କେମିତି ହଉଛି। ଦେଖନ୍ତୁ ଏ ଗଛ ମୂଳ କି କେମିତି ହଉଛି ଦେଖନ୍ତୁ। ଆଉ ଚାଲନ୍ତୁ ଦେଖିବେ। ଏଠି ଦେଖନ୍ତୁ ହଉଛି ଆଜି ଗୁରୁବାର ବୋଲି କାଲି ଛୁଟି ପଡିଥିଲା ରାତିର ଦେଖନ୍ତୁ। ଆଉ ଏଠି ପୂଜା ହେଇଛି ଦେଖନ୍ତୁ ଆଜି ଗୁରୁବାର ବୋଲି ତୁଳସୀ ଚଉରା ମୂଳ ସାଟି ପୂଜା ହେଇଛି ଆଉ ଏଠି ବି ପୂଜା ହେଇଛି ଦୁଆର ମୁହଁ ପୂଜା। ଏଇ ଦେଖି ନିଅନ୍ତୁ। ହଉ ଚାଲ ଆଉ ଘରେ କଣ କଣ ସବୁ ହଉଛି ମୁଁ ଆପଣ ମାନଙ୍କୁ ସବୁ ଦେଖେଇବି। ଠିକ ଅଛି। ଆଉ ଦେଖି ନିଅନ୍ତୁ ସନୁ ବାବୁଲା ଆଇଲା। ତୁ ଗୋଟେ ଛୁଆ ଏଠି କିଶନେଇ ଖାଉଛୁ ଏଇଟା ଦୁକ୍ତା ଫୁକ୍ତା ଆଣିକି ଖାଉଛୁ ନାଇଁ ଯୋ। ତ फ्रेंड ଦେଖନ୍ତୁ ସନୁ ଦୁକ୍ତା ଆଣିକି ଖାଉଛି ଦେଖନ୍ତୁ। ନା ନା ଏଇଟା ଦୁକ୍ତାର କଦୁଛି ଓ ଧଣିଆ ନା ମୁଁ ମୋର ଦେଖିବାର ଭୁଲ ହେଇଥିଲା। ସେ ଧଣିଆ ମତେ ଟିକେ ଦେ ତ ମୁଁ ଖାଇମି। ଧଣିଆ ନୁହେଁ ଜୁଆଣି ଆଣିକି ଖାଉଛି ସିଏ। କାଢୁ ଆଣିଲୁ ଜୁଆଣି ଧନ ତା ବାପା ଆଣିଥିଲେ। ଲୁଣ ପକେଇଛୁ କି? ତ फ्रेंड ସନୁ ବାପା ଧଣିଆ ଆଣିଥିଲେ ଦେଖନ୍ତୁ ସିଏ ମତେ ଆଣିକି ଦଉଛି ଆଉ ସିଏ ନିଜେ ଖାଉଛି। ଦୁକ୍ତାର କହ ହଁ ଦଳିକି ଖା ଦୁକ୍ତାର କହ କି ମୁହଁ। ହଁ ଖାଇଦେ 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 ତେ ତା ମୁହଁକୁ ବେଳେ ଦେଖ ତା ମୁହଁ ଦେଖୁଛୁ କି ମୁହଁ ତମର। ହଉ ତୁ ଗାଧେଇଛୁ? କାଲି ଗାଧୋଇ ନଥିଲୁ ଆଜି ଗାଧେଇଛୁ? କେତେବେଳେ ଗାଧେଇଲୁ ଆଜି? ଗାଧେଇନୁ? କେନେ ଗାଧେଇନୁ? ଗାଧେଇବୁ ଯା ଶୀଘ୍ର ଗାଧେଇବୁ ଯା। କେନେ ଗାଧେଇବୁନି କେନେ ଶୀଘ୍ର ଯା ଗାଧେଇବୁ ଯା ଶୀଘ୍ର ଗାଧେଇବୁ। ହଁ ହଉ फ्रेंड ଆଗକୁ କଣ କଣ ହଉଛି ମୁଁ ଆପଣ ମାନଙ୍କୁ ସବୁ ଦେଖେଇବି। ଠିକ ଅଛି। ତ फ्रेंड ଏଠି ଦେଖି ନିଅନ୍ତୁ କାଲି ରାତିରେ ଏଠି ବି ଝୁଣ୍ଟି ବି ହେଇଥିଲା ଗୁରୁବାର ବୋଲି ଆଜି। କାଲି ରାତିରେ ଏଠି ବହୁତ ସାରା ଝୁଣ୍ଟି ହେଇଥିଲା ଦେଖନ୍ତୁ। ଏଇ କେମିତି ଧାଡ ହେଇଥିଲା ଦେଖନ୍ତୁ। ଦେଖିପାରୁଥିବେ ମାମ କାକି ଯାଉଛି ଏଠି। ଏଇ ଏତେ ବାଟ ଯାଇଛି ଦେଖନ୍ତୁ। ଆଉ ଏଠି ଦେଖନ୍ତୁ ମୋ ମା ବସିକି ରାନ୍ଧୁଛି ଦେଖି ନିଅନ୍ତୁ। ଏ ଭାଜା ହଉଛି ଆଜି କିସ କିସ ତରକାରୀ ହେଇଛି? ଆଉ କିସ ହେଇଛି? ମାଛ ଭଜା ମାଛ ଟମାଟୋ ହେରିକା ହେଇଛି। ହଉ ଚାଲ ରୋଷେଇ ଘର ହେଇ ଅଛି ମୁଁ ଆପଣ ମାନଙ୍କୁ ଦେଖେଇମି। ଠିକ ଅଛି। ଏଇ ଦେଖି ଦିଅନ୍ତୁ ଏଠି ଏଇଟା କିସ କି ମାଛ ଝୋଳ ନା ଖଟା ହେଇଛି ମାନେ ଟମାଟୋ ଦେଇକି ମାଛ ଖଟା ହେଇଛି। ଆଉ ଏଇଟା ଶାଗ ହେଇଛି। କି ଶାଗ? ଖୁସୁଳା ଶାଗ ନା ଆଉ ଏଇଟା କ୍ଷୀର ଅଛି। ଆଉ ଏଠି ଦହି ଅଛି ଦହି ଅଳ୍ପ ଅଛି। ଆଉ ମାମ କାକିରେ ଠିଆ ହେଇଛି। ଏଇଟା କିସ? ଆଜି ଗୁରୁବାର ବୋଲି ମାମ କାକି ଅରୁଆ ଚାଉଳ ଭାତ କରିଛି ବିକାଳ ଖିଆଯିବ। ଆଉ ସନି ବି ଦେଖନ୍ତୁ ଏଠି ଆସିକି ଠିଆ ହେଇଛି। ହଉ फ्रेंड ଆଗକୁ କଣ କଣ ହଉଛି ଆପଣ ମାନଙ୍କୁ ସବୁ ସେୟାର କରିବି। ଠିକ ଅଛି। ଆଉ ଦେଖନ୍ତୁ ସନୁ ହାଇ କରିଦେ। ବର୍ତ୍ତମାନ फ्रेंड ମୁଁ ଏବେ ଗାଧିକି ଆସିଲି। ତା ସହିତ ଆମ ଫ୍ରିଜ ଟା ଟିକେ ଖରାପ ହେଇଯାଇଥିଲା ସେଥିପାଇଁ ଲୋକମାନେ ସବୁ ଆଇଛନ୍ତି ଫ୍ରିଜ ସଜାଡିତେ। ହଉ ମୁଁ ଖାଇସାରେ ଆପଣ ମାନଙ୍କୁ ବିକାଳକୁ ଦେଖାଉଛି। ଠିକ ଅଛି। ତ फ्रेंड ବର୍ତ୍ତମାନ ଏଠି ବୋଉ ଆଉ ମାମ କାକି ଏକା ଖାଉଛନ୍ତି ଦେଖନ୍ତୁ। ଗୁରୁବାରର ହଉଛି ଭାତ ଖାଉଛନ୍ତି ଦେଖନ୍ତୁ। ଏଟା କିସ ଭାତ? ଉଆ ଚାଉଳ ଭାତ ଖାଉଛନ୍ତି ଦେଖନ୍ତୁ। ଏଇ ସନୁ ବି ଖାଉଛି। ତ फ्रेंड ଏଇ ଭିଡିଓଟା ଏଇଠି ଶେଷ କରିବା।
देखा गोटे ब्यूटीफुल ब्लॉग रे वीडियो भल लगे लाइक शेयर सब्सक्राइब करेंगे कमेंट करी वीडियो केमती बाय बाय।